ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର ଆସିଛି। ଏହି ବର୍ଷଠାରୁ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହେଉଥିବା ହ୍ୱାଟ୍ସଆପର ମାଗଣା ସେବା ବନ୍ଦ ହୋଇପାରେ। ପୂର୍ବରୁ ଗୁଗୁଲ ଏନେଇ ସୂଚନା ଦେଇସାରିଛି। ଏବେ ବ୍ୟବହାରକାରୀ ସେମାନଙ୍କ ଡିଲିଟ୍ ତଥ୍ୟକୁ ବ୍ୟାକଅପ୍ କରିପାରୁଥିବା ବେଳେ କମ୍ପାନୀ ଏହି ସେବାକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛି। ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହୃତ ହେଉଛି ହ୍ୱାଟ୍ସଆପ। ଏହା ଜରିଆରେ ପ୍ରତିଦିନ କୋଟି କୋଟି ଉପଭୋକ୍ତା କଥା ହେବା ସହ ଫଟୋ ଓ ଭିଡିଓକୁ ନିଜ ବନ୍ଧୁ ଓ ପରିଜନଙ୍କ ନିକଟକୁ ପଠାଇଥାନ୍ତି। ଅନେକ ଲୋକ ସେମାନଙ୍କର ଫଟୋ ଭିଡିଓ ଓ ଚାଟ୍କୁ ଗୁଗୁଲ ବ୍ୟାକଅପ୍ରେ ରଖିଥାନ୍ତି। ହେଲେ ଏହି ସେବା ଏବେ ଆଉ ମାଗଣା ରହିବ ନାହିଁ। ଏଥିପାଇଁ ଉପଭୋକ୍ତାମାନଙ୍କୁ ଦେୟ ଦେବାକୁ ପଡ଼ିପାରେ ବୋଲି ଗୁରୁତ୍ୱପୂର୍ଣ୍ଣ ସୂଚନା ହସ୍ତଗତ ହୋଇଛି। 2023 ମସିହା ଶେଷ ବେଳକୁ ଗୁଗୁଲ ଏହାର ସପୋର୍ଟକୁ ନେଇ ଏକ ସୂଚନା ଦେଇଥିଲା। ଖୁବ୍ ଶୀଘ୍ର ହ୍ୱାଟ୍ସଆପରେ ପରିବର୍ତ୍ତନ